এই সেলফি নিও, রাজনীতি কর, ঠিক ଅଛି ତ ରାଜନୀତି କରି ନଟଙ୍କି କରିବା ବନ୍ଦ କର ଆମର ମୋହନ ବାବୁ, ନଟଙ୍କି କରିବା ବନ୍ଦ କର। ଯାହା ହଉ ଅଦିନିଆ ବର୍ଷା ହେଇ ମୋହନ ମାଝୀ ଗୋଟେ କାମ ତ ଭଲସେ କରିଛି, ସେ ହେଉଛି ଆମ ନବୀନ ପଟ୍ଟନାୟକକୁ ମାନେ ବାଧ୍ୟ କରିଛି ସେ ରାଜରାସ୍ତାକୁ ଓହ୍ଲାଇବା ପାଇଁ, ସେ ବି ଜନସାଧାରଣଙ୍କ ପାଖରେ ଯିବା ପାଇଁ। କିନ୍ତୁ ଭାଇ ଲୋକପ୍ରିୟତା ଦେଖନ୍ତୁ, କିଛି ଦିନ ତଳେ ମୋହନ ମାଝୀ ଗୋଟେ ଭିଡ଼ିଓରେ ଦେଖା ଯାଇଥିଲା ଯେ ନିଜେ ସେଲ୍ଫି ନେବା ପାଇଁ ଲୋକକୁ ଦୂରଉଥିଲା, ମାନେ ସାଇଟ୍ ମାଗୁଥିଲା ଯେ ମୋତେ ସେଲ୍ଫି ନେବା ପାଇଁ ଦିଅ, ତୁମେ ହାଟ, ଢୋଳ ବଜାଇବା ପାଇଁ କେମିତି ନିଜକୁ ଫ୍ରେଣ୍ଡଲି ରହିବା ପାଇଁ ଚେଷ୍ଟା କରୁଛନ୍ତି ସେ ଦେଖାଇବା ପାଇଁ ଜନସାଧାରଣଙ୍କୁ, ଲୋକକୁ ହଟାଉଥିଲା ସେଲ୍ଫି ନେବା ପାଇଁ। ଆଉ ଏବେ ହେଲା କ'ଣ ନା, ନବୀନ ବାବୁଙ୍କୁ ମଜବୁର କରିଦେଇଛି ରାଜରାସ୍ତାକୁ ଓହ୍ଲାଇବା ପାଇଁ। କିନ୍ତୁ ଭଲ ହେଇଛି, ନବୀନ ବାବୁଙ୍କର ଫ୍ୟାନ୍ ଫଲୋଇଂକୁ ଦେଖିନେବେ ଆମ ମୋହନ ବାବୁ, ଠିକ୍ ଅଛି। ଆଉ ଏମିତି ତ ଫଟୋଗୁଡ଼ା ଦେଖିପାରୁଥିବେ, ମୋହନ ବାବୁ ସେଥିରେ କ'ଣ ଦେଖାଉଛି, ଟୋଟାଲି ସେଲ୍ଫି ନେଇ ଦେଖାଉଛି ଯେ ଧାନ ଗଜା ହେଇଯାଇ ବୋଲି। କିନ୍ତୁ ନବୀନର ଫଟୋ ଦେଖନ୍ତୁ, କେଉଁଠି ନାହିଁ ଯେ ସେ ଧାନ ଧରି ଛିଡ଼ା ହେଇଛି କି କ'ଣ କରିଛି। କିନ୍ତୁ ଫ୍ୟାନ୍ ଫଲୋଇଂ ଦେଖନ୍ତୁ କାହାର କେତେ, ଏମାନେ 3-4 ଜଣ ଯାଇଛନ୍ତି ଫଟୋ ନେଇକି କରୁଛି, ଆଉ ଏଠି ଦେଖନ୍ତୁ ସମସ୍ତେ ନିଜ ମୁଣ୍ଡରେ ଧାନ ଗଜାକୁ ନେଇ ରାସ୍ତାକୁ ଆସି ନବୀନକୁ ଦେଖାଇବା ପାଇଁ। ଖାଲି ଏତିକି ନୁହଁ, ନବୀନ ବାବୁ ଏବେ ବି ଲୋକଙ୍କର ହୃଦୟରେ ଅଛନ୍ତି। ଏଥିରେ ତ ପ୍ରମାଣ ହୋଇସାରିଛି ଯେ ନବୀନର ଫ୍ୟାନ୍ ଫଲୋଇଂ କେତେ। ଖାଲି ଜଣକ ପାଇଁ ନବୀନ ଆଜି ପରାସ୍ତ ହେଇଛି, ମାନେ ନିଜ ଶାସନ ଗାଦିରୁ ହଟିଛି। ବାକି ରହିଲା କ'ଣ ନା, ଆମର ଧାନ ଗଜାକୁ ନେଇ କଥା ଯେଉଁ ଉଠୁଛି, ଭାଇ ଏମିତି ବହୁତ ଜାଗାରେ ଅଛି ଯେଉଁଠିକି ଧାନ ଗଜା ହେଇ ପଡ଼ିଛି, ଖାଲି ଗୋଟେ ଜାଗାରେ ଯାଇ ସେଲ୍ଫି ନେଇ ପଠାଇ ଦେଲେ ହୁଅନ୍ତିନି, ଠିକ୍ ଅଛି ନା। ଆଉ ଅନ୍ଧଭକ୍ତମାନେ ଏଇସବୁ ଫଟୋକୁ ଟିକେ ଭଲସେ ଦେଖନ୍ତୁ, ଏଇସବୁ ସେଲ୍ଫି ନିଆ ହେଇଛି, କିଏ କିଏ ଯାଇଛନ୍ତି ତାହାର ବି ସେଲ୍ଫି ନିଆହେଇଛି। ବାକି ଦେଖନ୍ତୁ କେଉଁଠି ଚାରିଆଡ଼େ ଆଉ କୌଣସି ଲୋକକୁ ଦେଖାଯାଉନି, ଯେ କ୍ଷତିଗ୍ରସ୍ତ ହେଇଥିବା ଲୋକଙ୍କୁ ଦେଖାଯାଉନି। ମୋହନ ମାଝୀଙ୍କ ଆଖପାଖ ଟିକେ ଦେଖ, କେହି ସାଧାରଣ ଲୋକକୁ ଦେଖାଯାଉନି। ଏମିତି ଲାଗୁଛି କି ଯେ କେଉଁଠି ଯାଇକି ସେଲ୍ଫି ନିଆହେଇଛି, ଟୋଟାଲ୍ ସାଜିଶ କରାହେଇଛି ଯେ ଜନସାଧାରଣଙ୍କୁ ଦେଖାଇବା ପାଇଁ, ମୋତେ ତ ଲାଗୁଛି। କିନ୍ତୁ ନବୀନର ଫଟୋକୁ ଦେଖନ୍ତୁ, ଟୋଟାଲ୍ ଡ୍ରୋନ୍ରେ ନିଆହେଇଛି। ଏମିତି ଲାଗୁନି କି ଯେ ନବୀନ ସେଲ୍ଫି ପାଇଁ ଲୋକକୁ ହଟାଉଛନ୍ତି, କିଛି କରୁଛନ୍ତି, କି ଧାନ ଧରି ଦେଖୁନାହାନ୍ତି, କି ଯେ ଏତେ ନୋଟିସ୍ କରୁନାହାନ୍ତି ଯେ ଧାନ ଗଜା ହେଇଛି ବୋଲି। ଆଉ ମୋହନ ବାବୁଙ୍କୁ ଦେଖନ୍ତୁ, ଧାନକୁ ଏମିତି ଦେଖୁଛନ୍ତି କି ପୁରା ଦେଇ ଦେଉଛନ୍ତି ଲୋକଙ୍କୁ। ମୁଁ ବି ଦେଖିବି ନା, ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ କେତେ କ'ଣ ସୁବିଧା ପାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ତ ବହୁତ ଜାଗାରେ ଅଛି କ୍ଷତିଗ୍ରସ୍ତ ହେଇଛନ୍ତି। ହେଲେ ଦେଖିବା କେନ୍ଦ୍ରାପଡ଼ା ଜିଲ୍ଲାରେ କେତେ ସୁବିଧା ଦେଉଛନ୍ତି ଜନସାଧାରଣଙ୍କୁ, ଆଉ କେତେ ଟଙ୍କା ଆସୁଛି ଆମ ପାଖକୁ। ଭାଇ ଆମ କ୍ଷେତିବାଡ଼ିରେ ବି ଧାନ ଗଜା ହେଇଛନ୍ତି, ଆମ ଅଞ୍ଚଳରେ ବି ଧାନ କ୍ଷତିଗ୍ରସ୍ତ ହେଇଛି। ଦେଖିବା କେତେ ମୋହନ ମାଝୀ ଆସି ଏଠି କ'ଣ କେତେ ଦେଇସାରିଛନ୍ତି। ଗୋଟେ ଜାଗାରେ ଦେଖିଲି ଆମର କେନ୍ଦ୍ରାପଡ଼ା ବିଧାୟକ ଆମର ସେ ଆସି ଗୋଟେ ଜାଗାରେ ଧାନ ଦେଖିଥିଲେ, ଠିକ୍ ଅଛି, ଦେଖନ୍ତୁ ବଢ଼ିଆ କଥା। ହେଲେ ଦେଖିବା କେତେ ସହଯୋଗିତା ସରକାର ତରଫରୁ ଏ ଜନସାଧାରଣଙ୍କୁ ମିଳୁଛି, ଆମେ ବି ଦେଖିବା, ଠିକ୍ ଅଛି। ମୁଁ ତ କହୁଛି ଭାଇ, ଯଦି ଏଇସବୁ ଦେଖିବ ନା, ତାହେଲେ ତୁମର ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ କେତେ ତଳକୁ ପଡ଼ିବ, ଆଉ କେତେ ଜିନିଷର ଦର ବୃଦ୍ଧି ବଢ଼ିବ। ଏଇସବୁ ଯଦି ସୁବିଧା ଯୋଗାଇବ, ତାହେଲେ ଜନସାଧାରଣ ମାନେ କ'ଣ କରିବେ ମୁଁ ବି ଦେଖିବି। ଭାଇ ଜନସାଧାରଣଙ୍କ ଭିତରେ ମୁଁ ବି ଜଣେ, ହେଲେ ମୁଁ କାହାର ସପୋର୍ଟ ନେଇ କହୁନି। ହେଲେ ମୋହନ ବାବୁଙ୍କୁ ଏତିକି କରିବା ଦରକାର ଯେ ଜନସାଧାରଣଙ୍କ ଭିତରେ ଯିବା ଦରକାର, ପର୍ସନାଲି ସେଲ୍ଫି ନେଇକି ଦେଖାଇବାର କ'ଣ ଥିଲା। ଆଉ ଭଲ ହେଇଛି, ନବୀନ କେବେ ବି ଏମିତି ଜନସାଧାରଣଙ୍କ ଭିଡ଼ିଓରେ ଆସି ସେଲ୍ଫି ନେବା ପାଇଁ ଦେଖିନି। ହେଲେ ଗୋଟେ କାମ ତ ଠିକ୍ ହେଇଛି। ଆଉ ନବୀନର ସପୋର୍ଟରେ ଯଦି କହିବି, ନବୀନ ବାବୁ ଆମର 24 ବର୍ଷ ଶାସନ କରିକି ଆସିଛନ୍ତି, ତ ତା'ର ଫ୍ୟାନ୍ ଫଲୋଇଂ କେତେ ହେଇଥିବ, ଠିକ୍ ଅଛି। ଦେଖିବା କିଏ କେତେ ସହଯୋଗିତା କରୁଛି। ନବୀନ ତ ଏବେ ଶାସନରେ ନାହିଁ, ତଥାପି କେତେ ସହଯୋଗିତା ସେ କରୁଛନ୍ତି, ଆଉ ମୋହନ ବାବୁଙ୍କ ସହଯୋଗିତା କେତେ କରୁଛନ୍ତି, ଆମ ମିଡ଼ିଆ ବାଲା ହିଁ ପ୍ରଚାର କରି କହିଦେବେ। ଏଇ ସେଲ୍ଫି ନିଅ, ରାଜନୀତି କର, ଠିକ୍ ଅଛି ତ ରାଜନୀତି କରି ନଟଙ୍କି କରିବା ବନ୍ଦ କର ଆମର ମୋହନ ବାବୁ, ନଟଙ୍କି କରିବା ବନ୍ଦ କର। ଆଉ 24 ବର୍ଷ ଶାସନ କରି ଆସିଛନ୍ତି ନବୀନ ବାବୁ, କିନ୍ତୁ ତାହାର ବି ତୁମେ ଖାଇଛ, ଏ ନୁହଁ କି ତୁମେ ତାହାର ବି ଖାଇନ, ତୁମକୁ ଯାଇନଥିଲା କେହି। ହେଲେ ତୁମେ ଏବେ ସେଲ୍ଫି ନେବା ପାଇଁ ଏମିତି କରୁଛ, ଭାଇ କ'ଣ କହିବି ଆଉ। ସାଲ୍ୟୁଟ୍ ତୁମକୁ।